କେଉଁ ରାଇଜରୁ ଆସିଛୁ କହ ବତାସି ମୋରେ, ଓଡ଼ିଆ ବୋଇତ ଖବର କିଛି ରଖିଛୁ କିରେ। ରହ ରହ ବାବତାସି ରହ ବରଷା ଧାରା, କୁଆଁର ପୁନେଇ ହେଉରେ ଆଜି ରଜନୀ ସାରା। କବିତା କୋଣାର୍କେ ଏବଂ ଯେଉଁ କୁହାଯାଉଛି ପଞ୍ଚସଖା ସାହିତ୍ୟର ବଳିଷ୍ଠ ସାରସ୍ୱତ ସାଧକ ପଣ୍ଡିତ ନୀଳକଣ୍ଠ ଦାସଙ୍କର କବିତା କୋଣାର୍କେ ଏବଂ ଏହି କବିତା ରାମଚଣ୍ଡୀରେ ରାତି ଏବଂ ରାମଚଣ୍ଡୀରେ ସକାଳ କି ସୁନ୍ଦର ଭାବରେ ଉତ୍କଳର ଅତୀତର ଇତିହାସର ଗାଥାକୁ ଏଠାରେ ବର୍ଣ୍ଣନା କରାଯାଇଥିଲା। ଠିକ୍ ସେହିଭଳି ଭାବରେ ମନୀଷୀ ନୀଳକଣ୍ଠଙ୍କର ଆଉ ଏକ ଚମତ୍କାର କାବ୍ୟ ଯେଉଁ କୁହାଯାଉଛି ଅନୁଦିତ କାବ୍ୟ ଏବଂ ଯେଉଁ କାବ୍ୟର ନାଁ ହେଉଛି ପ୍ରଣୟିନୀ। ବାସ୍ତବିକ ପ୍ରଣୟିନୀ ପ୍ରସିଦ୍ଧ ଇଂରେଜ କବି ଲର୍ଡ ଟେନିସନଙ୍କର ପ୍ରଣୀତ ପ୍ରିନ୍ସେସ୍ ନାମକ କାବ୍ୟ ଅବଲମ୍ବନରେ ଏହା ରଚିତ। ଯେତେବେଳେ ମନୀଷୀ ନୀଳକଣ୍ଠ ତାଙ୍କ କଲେଜ ଜୀବନରେ ଏହି ପ୍ରିନ୍ସେସ୍ କାବ୍ୟକୁ ଅଧ୍ୟୟନ କରିଥିଲେ ଏବଂ ଏହାଦ୍ୱାରା ବିଶେଷ ଭାବରେ ଅଭିପ୍ରେରିତ ମଧ୍ୟ ହୋଇଥିଲେ ଏବଂ ଏଥିରେ ମଧ୍ୟ ତାଙ୍କର ମୌଳିକତା ସୁସ୍ପଷ୍ଟ। ଏହାକୁ ସେ ରଚନା କରିଥିଲେ ପ୍ରଣୟିନୀ ବୋଲି ଆମେ ଯାହାକୁ କହୁଛୁ 1919 ମସିହାରେ ଏବଂ ଏହା ପ୍ରଥମ କରି ସତ୍ୟବାଦୀ ପତ୍ରିକାରେ ପ୍ରକାଶିତ ହୋଇଥିଲା। ଏହି କବିତା ପ୍ରଣୟିନୀ ଅନ୍ତତଃ କହିବାକୁ ଗଲେ ପଣ୍ଡିତ ନୀଳକଣ୍ଠଙ୍କର ଏହା ଥିଲା ପ୍ରଥମ ରଚନା। ଯଦିଓ ଏହା ମନୀଷୀ ନୀଳକଣ୍ଠଙ୍କର ଯେଉଁ କୁହାଯାଏ ମୌଳିକ ରଚନା ନୁହେଁ, ତଥାପି କବି ନୀଳକଣ୍ଠ ତହିଁରେ ଜାତୀୟତା ବୋଧ, କୋଣାର୍କର ଚାରୁ ଶିଳ୍ପକଳାର ସୂକ୍ଷ୍ମ ବର୍ଣ୍ଣନା ଏଥିରେ କରାଯାଇଛି ଏବଂ ଯେଉଁ କୁହାଯାଏ ନଭରାଜ୍ୟରେ ଗ୍ରହମାନଙ୍କର କିଭଳି ଭାବରେ ସ୍ଥିତି ଇତ୍ୟାଦିର ଅବତାରଣା କରି ସ୍ୱୀୟ ଚିନ୍ତାର ମୌଳିକତାକୁ ସେ ଏଠାରେ ଦର୍ଶାଇ ପାରିଛନ୍ତି ଏହି ପ୍ରଣୟିନୀ କାବ୍ୟ। ଯଦିଓ କହିବାକୁ ଗଲେ ପ୍ରଣୟିନୀ କାବ୍ୟର ବିଷୟବସ୍ତୁ ଯେଉଁ କୁହାଯାଉଛି ହାସ୍ୟରସାତ୍ମକ କାହାଣୀ ମାଧ୍ୟମରେ ଏହାର ଅୟମାରମ୍ଭ ଘଟିଛି, ଏହି କାବ୍ୟର ପରିକଳ୍ପନା ଘଟିଛି, କିନ୍ତୁ ଯାହା ହେଲେ ମଧ୍ୟ ସମାଜର ଅଧପତିତ ଏବଂ ଗୃହକୋଣରେ ବନ୍ଦୀ ହୋଇ ରହୁଥିବା ଯେଉଁ କୁହାଯାଏ ଅସୂର୍ଯ୍ୟପଶା ଏହି ଭାରତୀୟ ନାରୀ ପାଇଁ ମୁକ୍ତି ଯେ ନିହାତି ଆବଶ୍ୟକତା ଅଛି ଏବଂ ବାଲ୍ୟ ବିବାହ ସେ ସମୟରେ କିଭଳି ଭାବରେ ଯୁବତୀମାନଙ୍କର ଜୀବନକୁ ନିଶ୍ଚିତ ଭାବରେ ଛାରଖାର କରିଦେଉଥିଲା ଏବଂ ତାର ଅଯଥାର୍ଥତାକୁ ଦର୍ଶାଇବା ପାଇଁ ଏଥିରେ ନୀଳକଣ୍ଠଙ୍କର ଏକ ସଫଳ ଉଦ୍ୟମ ନିଶ୍ଚିତ ଭାବରେ ଲକ୍ଷ୍ୟ କରାଯିବା କଥା। କାହାଣୀର ବିଷୟବସ୍ତୁ ଅନୁଯାୟୀ ଜେମାଙ୍କର ବିବାହ ନିଶ୍ଚିତ ଭାବରେ ରାଜକୁମାରଙ୍କ ସହିତ ସମ୍ପନ୍ନ ହୋଇଥିଲା ବାଲ୍ୟକାଳରେ, ଅଥଚ ପରିଣତ ବୟସରେ ଜେମା କିନ୍ତୁ ଏ ବିବାହକୁ ଆଦୌ ସ୍ୱୀକୃତି ପ୍ରଦାନ କରିନାହାନ୍ତି। ସମାଜ ସଚେତନ ଶିଳ୍ପୀ ଭାବରେ ଜେମା ଏକ ନାରୀ ବିଶ୍ୱବିଦ୍ୟାଳୟ ସ୍ଥାପନ କରି ସମାଜରେ ପୁରୁଷ ସହ ନାରୀର ସମାନ ଆସନ ପ୍ରତିଷ୍ଠା ପାଇଁ ଉଦ୍ୟମ କରିଛନ୍ତି ଏହି କାବ୍ୟରେ ଏବଂ ଏହି କାବ୍ୟରେ କିଭଳି ଭାବରେ ନାରୀର ସ୍ୱାଧୀନତା ଓ ନାରୀର ସମାନତା ସମ୍ବନ୍ଧରେ କବି ସୁନ୍ଦର ଭାବରେ ପ୍ରକାଶ କରି କହିଛନ୍ତି, ସବୁଠାରେ ସମ ହେବେ ନର ସାଙ୍ଗେ ନାରୀ, ରନ୍ଧନଶାଳାରେ ଦୁହେଁ ଦୁହେଁ ମନ୍ତ୍ରଣାରେ, ଜଟିଳ ସଂସାର କର୍ମେ ଦୁହେଁ ଦୁହେଁ ତୁଲେ, ହେବେ ସେ ଉଦାର ଧର୍ମ ଜ୍ଞାନ ବ୍ୟବସାୟ। ଏଠାରେ ଏହା ସୂଚାଇ ଦିଆଯାଇପାରେ ଯେ ଅତୀତର ନାରୀ କେବେ ଅବହେଳିତ ନଥିଲା। ଏ ଦେଶର ଭବିଷ୍ୟଦ୍ରଷ୍ଟା ଲୀଳାବତୀ ଖନାଙ୍କ ଠାରୁ ଶାନ୍ତିର ଦୂତ ସଂଘମିତ୍ରାଙ୍କ ପର୍ଯ୍ୟନ୍ତ, ବୀରକନ୍ୟା ରେଜିଆ ଦୁର୍ଗାବତୀ ଏବଂ ଦୁର୍ଗାବତୀଙ୍କ ଠାରୁ ଧର୍ମଗୁରୁ ଲକ୍ଷ୍ମୀଙ୍କରା ଏହାଙ୍କ ପର୍ଯ୍ୟନ୍ତ ନାରୀ ସବୁ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିପାରିଥିଲା। କିନ୍ତୁ ମଧ୍ୟଯୁଗରେ ନାରୀ ନିଶ୍ଚିତ ଭାବରେ ଗୃହକୋଣରେ ବନ୍ଦୀ ହୋଇ ପଡ଼ିଛି। ସେ ଆଶ୍ଚର୍ଯ୍ୟପଶା, ତାର ନିଜର ବାକ୍ ସ୍ୱାଧୀନତା ନାହିଁ କି କୌଣସି ସାମାଜିକ ସ୍ଥିତି ସମ୍ପର୍କରେ ସ୍ୱାଧୀନତା ନାହିଁ ବୋଲି ଏହା କୁହାଯାଇପାରିବ। ଏହି ନାରୀମାନଙ୍କର ଦୁର୍ଗତି ମୋଚନ ପାଇଁ ଜେମାଙ୍କର ଉଦ୍ୟମ ମୂଳରେ କବିଙ୍କର ସାମାଜିକ ଚେତନାକୁ ଲକ୍ଷ୍ୟ କରାଯାଇପାରେ। ପୁଣି ସଂସାରର ପ୍ରତି ପାଦେ ପାଦେ ନିଶ୍ଚିତ ଭାବରେ ନାରୀଟିଏ ସମସ୍ୟା ସହିତ ଯୁଦ୍ଧ କରେ ଏବଂ ଅନେକ ପ୍ରତିରୋଧର ସମ୍ମୁଖୀନ ହୁଏ। ଠିକ୍ ଏଇଭଳି ଭାବରେ ଜେମାଙ୍କର ଏହି କର୍ମ ଜଞ୍ଜାଳମୟ ଜୀବନରେ ବାଲ୍ୟକାଳରେ ରାଜକୁମାରଙ୍କର ଆବିର୍ଭାବ ଘଟିଥିଲା। ନିଜେ ରାଜକୁମାର ଜେମା ପ୍ରତିଷ୍ଠା କରିଥିବା ଏହି ନାରୀ ବିଶ୍ୱବିଦ୍ୟାଳୟରେ ଛଦ୍ମବେଶରେ ଲୁଚି କରି ପ୍ରବେଶ କରନ୍ତି ଏବଂ ଜେମାଙ୍କ ହାତରେ ଧରା ପଡ଼ନ୍ତି ମଧ୍ୟ। ଆଉ ତାଙ୍କ ଆଶ୍ରୟସ୍ଥଳ ହୁଏ ବନ୍ଦୀଗୃହ।
किंतु नारी तो जुगे जुगे वीरत्वर पूजारिणी तथा कल्याणमयी धात्री एवं एठारे कहा जाई पारे निजे राजा एही राजकुमार को मुक्त करने निमंते सैन्य दल को प्रेरण करती अथच युद्धरे राजकुमार क्षतविक्षत तथा आहत मध्य होइछन्ति। एहापरे जेमांको आदेश रे तांकु नलंद भीतर को निया जाए एवं जेमा निजे राजकुमारंकर क्षतविक्षत को धोई तांकर सेवा शुश्रूषा करती। एहा पूर्वरु छद्मवेशी राजकुमार जेमांको थरे जल क्रीड़ारू उद्धार करी तांको जीवन को रक्षा करथिले। एही सेवा शुश्रूषा फलरे उभय उभयंक प्रति आसक्ति होई पड़ती एवं परस्पर सह निकटतर मध्य हुअन्ति। रोग अवस्था राजकुमार जेमांक मुखमंडल रे गोटे चुंबनटीए मध्य अंकन कर दियंती। आउ मध्य राजकुमार जेमांकु कहती जे नारी एवं पुरुष पारस्परिक सहयोग रे एई धूलीर धरणी निश्चित भाव में स्वर्गभूमि रे रूपांतरित हो पारिबो। यह शुणी जेमा आत्मविभोर हुअन्ति एवं उत्फुल्लित मध्य होई पड़ती। एहीपरि एक मिलनात्मक कथावस्तु माध्यम कवि नीलकंठ नारीर दुर्गति और समाज रे तार विभिन्न भूमिका को उत्तम रूपे चित्रण करिवारे सफल काम होइछन्ति और तांकर समाज सेवा और संस्कार मनोभावर परिचय प्रदान मध्य करिछन्ति। विशेष करी अमित्राक्षर छंदरे लिखित एही काव्य को साधारण अति क्लिष्ट और उपेन्द्र भंजक काव्य भली दुर्बोध्य भली कहिथांती, मात्र ताहा ठीक नुहे। थरे केतेक तरुण साहित्यिक पल्ली कवि नंदकिशोर बलंक सहित साहित्य आलोचना करू करू एई पंडित नीलकंठ दासंकर प्रणयिनी काव्य संपर्क में पचारिले जे यह शब्द केते क्लिष्ट एवं मध्ययुगीय साहित्य परि साधारण जनमानस रे यह दुर्बोध्य साधारण पाठक को यह आकृष्ट करि पारे नाही। किंतु तांको प्रतिवाद करी पल्ली कवि नंदकिशोर कहिथिले यार भाषा अति सरल अति सहज, जदि न होई थांता मु किभଳି भाबरे यार अनेक पद को निश्चित भाव में मन रखि पारिथांती। ए पद मन रखिला भली तेणु निश्चित भाव में यह एक सुंदर काव्य। यह कही यार केते गुड़िए पद को से मध्य आवृत्ति करथिले, यथा एहिपरि सरोजे शैवाल निंदे कुंच केशदाम सोहाग कटाक्ष भुरु कलकंठ स्थान बरांग लतिका खेले विभ्रमर भंगी कठोर करम क्षेत्रे रुक्ष विद्यालय करंता निमिषे आहा प्रेम रंग भूमि। केवल यही गोटे पद नुहे, पल्ली कवि नंदकिशोर एहीपरि अनेक पद को यही काव्यर आवृत्ति करथिले। एही भली भाबरे सत्यवादी छोरियना बकुलवनर एही महान सन्थ साहित्य साधक तथा शिक्षक गौरव अनेक काव्य कविता देई ओडिया साहित्य को निश्चित भाव में रुधिमंत करिसंति एवं अन्य समय आमे तांकर अन्यान्य काव्यकृति संपर्क में आलोचना करिबा। वंदे उत्कल जननी।